ପୁରାଣ ଅଛି, କାବ୍ୟ ଅଛି, କବିତା ଅଛି, ନାଟକ, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଇତ୍ୟାଦି ସବୁ ଅଛି। ଓ ସମସ୍ତେ ମିଳିକି ଗୋଟେ ଘରେ ରହିଛନ୍ତି। କିନ୍ତୁ ସମସ୍ତଙ୍କ ଭିତରେ ଅଛି ଯେଉଁ ବସୁଧୈବ କୁଟୁମ୍ବକ, এই ଅନ୍ତଃସ୍ୱରଟି এই ସମସ୍ତେ ଯେଉଁ ଏଇ ସାହିତ୍ୟ ଯେଉଁ ଘରେ ଅଛନ୍ତି ସେଇଠି ଉଚ୍ଚାରିତ ହେଉଛି ବସୁଧୈବ କୁଟୁମ୍ବକମ୍। ଆମେ ସମସ୍ତେ ସମାନ, ଏଠି କେହି ଛୋଟ ନୁହଁ କି ବଡ଼ ନୁହଁ, ସ୍ତ୍ରୀ ନୁହଁ କି ପୁରୁଷ, ଭିନ୍ନ ଭିନ୍ନ ନୁହଁ, ସବୁ ଏକ ରହିଯାଉଛନ୍ତି। କି ଧନୀ ନୁହଁ କି ମାନି ନୁହଁ, ସବୁ ଏକ। ସାନ ଯେତିକି ବଡ଼ ସେତିକି, ଗୋଟେ ପରିବାର ଶୃଙ୍ଖଳା। ତେଣୁ ସାହିତ୍ୟ ପରିବାର ଥାଏ ଗୋଟେ ଶୃଙ୍ଖଳା ବୋଧ। ଏବଂ ସେ ସାହିତ୍ୟ, ଏଇ ଯେଉଁ ସାହିତ୍ୟଟା ଯେଉଁଟା ଲେଖା ଯେକୌଣସି ଲୋକ ନିତ୍ୟ ଯୌବ। ଗୋଟେ ଘର ସାହିତ୍ୟ ଛାତ ନାହିଁ, ଆଉ ଗୋଟେ ଆମ ଭାରତ ଦେବତା କିଏ ଶିବ, ତାର ଛାତ ନାହିଁ, ବର୍ଷାଣିରେ ବସୁଛି, କିଛି ତାର ନାହିଁ, ଦେହର ପୋଷାକ ପରିଚ୍ଛଦ ନାହିଁ, ଏମିତି ଗୋଟାଏ ଦେବତା ପରିକଳ୍ପନା। ତା ନାଁ କ'ଣ ହେଇଥିଲା? ଶିବ ମଙ୍ଗଳ। କିଛି ନଥାଇ ସେ ମଙ୍ଗଳ ପ୍ରଦାନ କରୁଛି। ସାହିତ୍ୟର ଘର ଦ୍ୱାରା ନାହିଁ, କିଛି ନାହିଁ, ସେ କିନ୍ତୁ ମଙ୍ଗଳ ପ୍ରଦାନ କରେ ସମାଜକୁ, ମଣିଷମାନଙ୍କୁ ମଙ୍ଗଳ। ଯଦି ଦେଇ ନ ପାରିଲା ସେ ଶିବ ଶିବ ନୁହଁ, କି ସେ ସାହିତ୍ୟ ନୁହେଁ। ଏବଂ ଏଇ ଦୃଷ୍ଟି ଆଉ କ'ଣ, ସାହିତ୍ୟଟା ଚିର ଯୌବନ, ତାର ବାର୍ଦ୍ଧକ୍ୟ ନାହିଁ କି କୈଶୋର ନାହିଁ କି ବାଲ୍ୟ ନାହିଁ। ସେ ଜନ୍ମରୁ ଯୌବନ, ମଲାବେଳକୁ ସେ ଯୌବ, ନିତ୍ୟ ଯୌବ। ଶିବର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ନିତ୍ୟ ଯୌବନ। ଗୋଟିଏ ଦେବତା ଭାରତବର୍ଷରେ, ତା ନିତ୍ୟ ଯୌବନ। ଓ ସାହିତ୍ୟ ଓ ଶିବ, এই ଦୁଇଟା ଚିନ୍ତାକୁ ମିଳେଇ ଦିଅନ୍ତୁ, ଏକ ହେବା ପରେ ଶିବର ଅର୍ଥ ହେଲା ମଙ୍ଗଳ, ସାହିତ୍ୟର ହେଲା ହେଉଥିବ, ପ୍ରିୟ ହେଉଥିବ, ମଙ୍ଗଳକାରକ ଏବଂ ଗୀତକାରକ ହେଉଥିବ ସାହିତ୍ୟ ଧର୍ମ। ସାହିତ୍ୟ ଧର୍ମ ନୁହେଁ ପାଣ୍ଡିତ୍ୟ ଦେଖେଇବା। ଯେଉଁ ସଂସ୍ଥା ମାନେ ପାଣ୍ଡିତ୍ୟ ଦେଖାନ୍ତି, ବୌଦ୍ଧିକ କସରତ କରନ୍ତି, ଛଅଟା କରନ୍ତି, ସାହିତ୍ୟ ନାହିଁ। କିଛି ହୁଏ ସେ ତ ମୁକୁଟ ପାଇପାରନ୍ତି, ସେ ସାହିତ୍ୟରେ କିଛି କଥା ନାହିଁ। କିନ୍ତୁ ସାହିତ୍ୟ କାହିଁକି ନା ସେ ଆଜି ସକାଳୁ କାଲିକି ରହେ। ବାଲ୍ମୀକି କେବେ ରାମାୟଣ ଲେଖିଥିଲା, ବ୍ୟାସ କେବେ ମହାଭାରତ ଲେଖିଥିଲା, କେତେ ଭାଗବତ ଚିନ୍ତା କରନ୍ତୁ। ଦାନ୍ତେ କେବେ ଲେଖିଥିଲା ଡିଭାଇନ୍ କମେଡି, ସେକ୍ସପିୟର କେବେ ନାଟକ ଲେଖିଥିଲା, କାଳିଦାସ କେବେ କାବ୍ୟ ଲେଖିଥିଲା। ସେ ଆଜି ପୁସ୍ତକ ମିଳୁଛି। ଶାରଦାସ କଥା ବାବା କହିଲେ ନା, କେବେ 15ଶ ଶତାବ୍ଦୀରେ ସେଇ କାହାଣୀ, ସେଇ ଚରିତ୍ର, ସେଇ ରୂଢ଼ି ଆଜି ବି ବୁଲି ବୁଲୁଛି। ଆଜି ଗିରୀଶ ବାବୁଙ୍କର ମିଥ୍ କଥାଟା ନାହିଁ, ସେଇ ମିଥ୍ଟା କ'ଣ? ସେ ପୁରାଣ ଥିବା ମିଥ୍, ଲୋକ କଥା ତ ମିଥ୍ଟା ନେତୃତ୍ୱ କରୁଛନ୍ତି। ଅର୍ଥାତ୍ ପୁରୁଣାକୁ ଆମେ ଛାଡ଼ି ନାହୁଁ, ପୁରୁଣା ନୂଆ ଭାବରେ ରୂପ ହେଉଛି। ଯିଏ ପାଣ୍ଡିତ୍ୟ ଦେଖେଇକି ମିଥ୍ଟାକୁ ବିକୃତ କରିଦିଏ, କ୍ଲାସିକ୍ଟାକୁ ବିକୃତ କରେ, ସେଟା ମିଥ୍ ହୁଏନି। କିନ୍ତୁ ଆଜିକାଲି ସେଇଭଳି କରୁଥିବା କେତେ ଉଦାହରଣ ଦେଇଦେବ, ଓଡ଼ିଶାଟା କ'ଣ କାରଣ ଗାଁ ଶିଖି ସମର୍ଥ କରୁଛି, ଆଘାତ ପାଇବ କହୁନି। କିନ୍ତୁ କ'ଣ ଗୋଟେ ବିକୃତ କରିଦେଉଛନ୍ତି। ପୁତୁଣା ହେଇଯାଉଛି ଗୋଟେ କାଳଦେଇ ମା, ପୁତନା। ଚିନ୍ତା କରନ୍ତୁ, ଆଧୁନିକ କାବ୍ୟରେ ପୁତନା କାଳଦେଇ ମାଟିଏ, ସେ ରାକ୍ଷସୀ ନୁହେଁ। ତାକୁ ଆପଣମାନେ ଯିଏ ସାଧାରଣ ଲୋକ ଗ୍ରହଣ କରିବେ କି? ଚିନ୍ତା କରନ୍ତୁ। ଦ୍ରୌପଦୀ ଗୋଟେ ପ୍ରେମିକାଟିଏ, ପ୍ରେମିକା ନୁହଁ, କାମୁକିନି ନାରୀଟିଏ, ତାକୁ ଗ୍ରହଣ କରିବେ କି? କହିଲେ ତେଣୁ ମିଥ୍ ଯେଉଁଠି ବିକୃତ କରିଦିଏ, ସେଠି ସେ ସାହିତ୍ୟ ପଦବାଚ ହୁଏ ନା। ଏକ ଆଉ ଗୋଟିଏ କଥା ହେଉଛି, ଏଠି ଗିରୀଶ ବଢ଼ିଆ କଥାଟେ କହିଲେ, ଜାତୀୟତା। ଆଉ ଗୋଟେ ଜାତୀୟତା କଥା ଆମ ସାହିତ୍ୟରେ ଏଠି ବିନୀତ ନିବେଦନ ଦିଏ ମୋ ଶ୍ରଦ୍ଧା ଗିରୀଶଙ୍କୁ, ସମସ୍ତଙ୍କୁ। ଜାତୀୟ ଓ ଜାତୀୟତା। ଜାତୀୟ କହିଲେ ଗୋଟେ ସମଗ୍ର ଜାତିର ଚିନ୍ତା ଚେତନାକୁ ନେଇକି ଯେଉଁ ଶବ୍ଦଟି ଜାତୀୟ ଗୁଣ, ଜାତୀୟ ସଂସ୍କୃତି କି ଜାତୀୟ ଭାବ ଇତ୍ୟାଦି ତାକୁ। ଜାତୀୟତା ସେ ଗୋଟେ ସଂକୀର୍ଣ୍ଣ ହେଇଗଲା ଶବ୍ଦ। ଦେଖନ୍ତୁ, ମୋ ଦେଶକୁ କିଏ ଆକ୍ରମଣ କରୁଛି କି ଅଧିକାର କରିଛି, ମୁଁ ସ୍ୱାଧୀନ ହେବି, ସେଇ ସମୟ ଯେଉଁ ଆନ୍ଦୋଳନ କରୁ ଜାତୀୟତା ବୋଧ, ସେ ଜାତୀୟ ନୁହେଁ, ଜାତୀୟତା ବୋଧ।
ଜାତୀୟତା ବୋଧଟା ସଂକୀର୍ଣ୍ଣ। ଜାତୀୟତା ବୋଧ ଗୋଟେ ବିରାଟ ପ୍ରାଚୀର ତିଆରି କରିଦିଏ, ଚାଇନା ପ୍ରାଚୀର ଭଳିଆ ଅଲଗା କରିଦିଏ। ମୁଁ ବଡ଼, ମୋ ଜାତି ବଡ଼, ଏ ଭାବଟି ଆସେ। ସ୍ୱଦେଶ ପ୍ରେମ ପାଟ୍ରିଅଟିଜିମ୍, ଯାହାର ସ୍ୱଦେଶ ପ୍ରେମ ଅଛି, ଅର୍ଥାତ୍ ତା ମାଟିକୁ, ତା ମଣିଷକୁ, ତା ସଂସ୍କୃତିକୁ, ତା ପରମ୍ପରାକୁ ଭଲ ପାଉଛି, ତା ପ୍ରକୃତିକୁ ଭଲ ପାଉଛି ଶୁଦ୍ଧ ଆନ୍ତରିକ ଭାବରେ, ସେଇଠି ଆସେ ସ୍ୱଦେଶ ପ୍ରେମ। ଓ ସ୍ୱଦେଶ ପ୍ରେମ ଗୁରୁ ଆସେ ବସୁଧୈବ କୁଟୁମ୍ବକମ୍, ଓ ସବୁ ଦେଶ ସମାନ। ସାହିତ୍ୟ ଘରେ ସେଇ ଭାବଟି ସୃଷ୍ଟି ହୁଏ। ଜାତୀୟତା ବୋଧ ଯେଉଁଠି ରୂପାନ୍ତରିତ ହେଇଯାଏ, ସ୍ୱଦେଶ ପ୍ରେମ ଆଜି ଲାଲ ବାହାଦୁର ଶାସ୍ତ୍ରୀ ସ୍ୱଦେଶ ପ୍ରେମରେ ରୂପାନ୍ତରିତ ହେଲେ, ମହାତ୍ମା ଗାନ୍ଧୀ ବି ଯେଉଁ ସ୍ୱଦେଶ ପ୍ରେମ ରୂପାନ୍ତର ଆଉ ସଂକୀର୍ଣ୍ଣ ପ୍ରକାଶ ପାଏ। ସାହିତ୍ୟ ସଂକୀର୍ଣ୍ଣ ନୁହେଁ। ସାହିତ୍ୟ ଘର ନଥାଉ ଠାକ ଫାକ, ମହାନ ସେ ଘର, ଅତ୍ୟନ୍ତ ଚମତ୍କାର ଘର, ରମଣୀୟ ଘର। ଓ ସାହିତ୍ୟ ଘର ଭିତରେ ଆସେ ମିତ୍ର ସା ସା, ମିତ୍ର ଦୃଷ୍ଟିରେ ଦେଖିବ ଗୋଟେ ବାଣୀରେ ମିତ୍ର ଭାବ। ସାହିତ୍ୟ ମିତ୍ର ଭାବ ସୃଷ୍ଟି କରେ, ଭେଦ ସୃଷ୍ଟି କରେ ନାହିଁ। ଯେଉଁ ସାହିତ୍ୟ ଭେଦ ସୃଷ୍ଟି କରିଦିଏ, ସେ ସାହିତ୍ୟ ପଦବାଚ୍ୟ ନୁହେଁ। ଲେଖକଟି ଯେ ଲେଖେ, ଲେଖକ ହଉ ପାରେ। ଆଜିକାଲି ସେ କହିଲା ବଡ଼ କଥା କହିଲେ, ଆମ ବାବା ସେ କହୁଥିଲେ କବି ଲେଖକ, ଏ କ'ଣ ନାରୀ କବି, ତ ନାରୀ କବି ପୁରୁଷ କବି କ'ଣ? ପୁଣି କବିଟା ଦୀର୍ଘକାର ଗୋଟେ କବି ଭିନେ, ଗୋଟେ କବି ହଟ୍ଟେକାର କବି ଭିନେ, କ'ଣ କ'ଣ ଚାଲିଛି ଆଜିକାଲି ପ୍ରେସର ଚାଲିଛି। କିନ୍ତୁ ସାହିତ୍ୟିକ ଯିଏ ହଉ, ସେ ଗୋଟିଏ ପରିବାର ସମସ୍ତ ସଦସ୍ୟ, ସମସ୍ତ ମିଳନ ଓ ଚିନ୍ତନ। ଯେଉଁ ଲେଖକଟି, ଯେଉଁ କବିଟି ତା ମାଟିର ବାସ୍ନାକୁ ଅନୁଭବ କରି ଭିତରେ 30 ଯେଉଁ ଉପନ୍ୟାସ ଲେଖିଛି, ଆଜି ଏଟାକୁ ପଢ଼ିଲା ପରେ ତାର 10-12ଟା ଉପନ୍ୟାସ, ସେ ଗଭୀର ଅଭିଜ୍ଞତା ନଥିଲେ, ଅନୁଭବ ନଥିଲେ, ଜଣେ ସାର୍ଥକ ଗାଳ୍ପିକ ଉପନ୍ୟାସିକ ହେଇପାରି କବି ହେଇପାରିବ ନାହିଁ। ଇଏ ଖବରକାଗଜ ଅନୁଭୂତି କି ଦୂରଦର୍ଶନ ଅନୁଭୂତି, ୟାକୁ ଆଣିକି ଯେଉଁମାନେ ଲେଖୁଛନ୍ତି, ସେ ଭ୍ରାନ୍ତି ସୃଷ୍ଟି ହେଉଛି। ନିଜେ ପ୍ରୟୋଗ ସେଇ ଭ୍ରାନ୍ତି, ନିଜେ ନ ପଢ଼ି, ନିଜେ ନ ଜାଣି ଯିଏ ଲେଖୁଛି ଭ୍ରାନ୍ତି ହେଇଯାଉଛି। ଏଇ ବାବା ଗୋଟେ କହିବା ପଢ଼େ, ଗଙ୍ଗା କହିଲେ ଥିବି, ଗାଙ୍ଗୀ କହି ସାରା ମହାଭାରତ ଚମତ୍କାର କାହାଣୀ ସେ। କେ ଖାଲି ଗୋଟିଏ ନୁହେଁ, ହଜାର ହଜାର କାତାରେ ଭର୍ତ୍ତି, ମୁଁ କହୁନାହିଁ, ସମୟ ନାହିଁ। ଗୋଟିଏ ସେଇ ଯେଉଁ କାହାଣୀଟି କହେ, ଗଙ୍ଗା କହିଲେ ଥିବି, ଗାଙ୍ଗୀ କହିଲେ ଥିବି। ଏଇ ତ ଗଙ୍ଗା ବାହା ହବ, ଦୀର୍ଘ 16ଟା ଝିଅ ବାହା ହବ, ଶିବକୁ ବାହା ହବ କହୁଛି। ଇଏ ଯେଉଁ ଶାନ୍ତନୁ ଆସିଛନ୍ତି ପତ୍ନୀ ଯାଇ ଚାଲୁ, ସେ ଋଷି ଭଳି ଆଇଲେ ସାଧନା କରି ଆକାଶରେ ଆସୁଛି ଜଟାଜୁଟ, ଦେଖିବା ତ ଏଇ ତ ଶିବ ବାହା ବାଇଛି। କିନ୍ତୁ ଯେତେବେଳେ ଗୋତ୍ର ଅନୁସାର ସେଟା ଗୋତ୍ର, ଶିବର ଗୋତ୍ର ନାହିଁ, ସାହିତ୍ୟର ଗୋତ୍ର ନାହିଁ। ସାହିତ୍ୟିକ ମୁଁ ପ୍ରଥମ କହି ଶିବ ସାହିତ୍ୟ ସମାନ କଲି, ତେଣୁ ଗୋତ୍ର ନାହିଁ। ଯେତେବେଳେ ଗୋତ୍ର କହୁଛି ସେତେବେଳେ ବାହା ବୁଝିଲା ପରେ କହୁଛି କ'ଣ ନା, ତୋତେ ଗାଙ୍ଗୀ ଯେଉଁ ପଦ କହୁଥିବୁ ଥିବି, ଏ ଗଙ୍ଗା କହୁଥିବି। ଗାଙ୍ଗୀ କହିଲେ ପଡ଼ିବ କ'ଣ? ଗଙ୍ଗା କହିଲେ ସେ ସ୍ନେହର ଶବ୍ଦ, ସ୍ନେହ ଗଙ୍ଗାର ସ୍ନେହ, ପ୍ରେମ, ଉଲ୍ଲାସ ବୋଧ କହୁଥିବୁ। ଯେତେ ଦୋଷ କଲେ ବି ତୁ କିଛି ତ ମୋତେ ଭଲ ପାଉଛୁ, ସେଥିରେ ବାଧା ରହିବ ନାହିଁ। ତୁ ଭଲ ପାଉଛୁ, ସ୍ନେହ କରୁ, ଶ୍ରଦ୍ଧା କରୁ, ମାନିଲ ଦୋଷ। ବାହାରିଲା ବେଳେ ଝିଅ କଲେ କେତେ ଦୋଷ କ୍ଷମା କରିବୁ ପିତା କହିବୁନି, ବାପା କହିଲେ ମୋ ଝିଅର କେତେ ଦୋଷ କ୍ଷମା କରିବି। ସେମିତି ସେଇଟାକୁ ଶକୁନ୍ତଳା ଦେଖ ନାଟକରେ ଦୋଷ କ୍ଷମା କର, ସେମିତି କ୍ଷମା କର। ମୋତେ ଗାଙ୍ଗୀ ବହୁତ ଭଲ ପାଉଛୁ, ମୁଁ ଯାହା କଲେ ବି ଭଲ ପାଉ। କିନ୍ତୁ ଯୋଉଟା ଗାଙ୍ଗୀ କହିଦେବୁ, ଗାଙ୍ଗୀ ମାନେ କ'ଣ ଅର୍ଥ? ମୋତେ ନିନ୍ଦା କରୁ, କୁତ୍ସା କରୁ, କି ମୋ ବିରକ୍ତ ହେଲୁ, ଗାଳି କରୁ, ଗାଙ୍ଗୀ କହିବୁ ମୁଁ ପଡ଼ିବି। ଆଜିକାଲି ଏ ଯେଉଁ କଥାଟି କହିଲା ନା, ସେଇ ଚିନ୍ତାଟା କରୁ। ଅତେ ସାହିତ୍ୟକୁ ଗଙ୍ଗା ବୋଲି ମାନିଲେ ସେ ଠିକ୍ ସାହିତ୍ୟ ଗତି କରିବ। ଓ ସେ ଦୃଷ୍ଟାନ୍ତ ହେଇଯିବ। କାଲି କହୁଛେ ଦୃଷ୍ଟାନ୍ତ, ଓ ସେ ଲେଖକ ଦୃଷ୍ଟାନ୍ତ। ବାଲ୍ମୀକି ଦୃଷ୍ଟାନ୍ତ ନିଜେ, ତା ଭିତରେ ଗୋଟେ 10 ରତ୍ନାକର ଅଛି। ମହର୍ଷି ବାଲ୍ମୀକି
ଦୁଇଟା ମିଳିକି ସେ ମହାକାବ୍ୟ। ସେ ନିଜେ ଦୃଷ୍ଟାନ୍ତ ହେଇଗଲା ଓ ସେ ଚରିତ୍ର ଗୁଡ଼ାକ ଦୃଷ୍ଟାନ୍ତ ହେଇଗଲା। ସବୁ ଲୋକେ ଗାଁରେ କହୁଛନ୍ତି ଯେଉଁଟା ସାହିତ୍ୟ ସାର୍ଥକ ସେଇଠି ଆସେ କେତେବେଳେ ଲୋକଙ୍କ ପାଖକୁ ଯାଏ, ଖାଲି ବୁଦ୍ଧିଆ ଲୋକଙ୍କ ପାଖକୁ ନୁହେଁ, ଲୋକଙ୍କ ପାଖକୁ ଆପେ ଆପେ ଗ୍ରହଣ କରୁଛନ୍ତି। ରୂଢ଼ିଟା କୋଉଟା ଗ୍ରହଣ କରିବେ। ସେମିତି ମହାଭାରତ କେତେ କେତେ ଚରିତ୍ର ଆସିଛି ଆମେ ଦୃଷ୍ଟାନ୍ତ ହେଇଯାଉଛି। ସାରା ଦୃଷ୍ଟାନ୍ତ ଓ ଦୃଷ୍ଟାନ୍ତ ସୃଷ୍ଟି କରିବାର ଯିଏ କରେ ଯାର ଦୃଷ୍ଟି ଥାଏ, ଯେ ଦୃଷ୍ଟିବୋଧ ଦୁଇଟା ଦୃଷ୍ଟି ଦେଖୁଥାଏ, ଖାଲି ସ୍ଥୂଳ ଦୃଷ୍ଟି ନୁହେଁ, ଭିତର ଦୃଷ୍ଟି ଅନ୍ତର୍ଦୃଷ୍ଟି ଡିଭାଇନ୍ ସାଇଟ୍, ଦୈଦଶ ଦୃଷ୍ଟି ଓ ପରିଷ୍କାର ଦୃଷ୍ଟି ମିଳେ ସାହିତ୍ୟିକ ମେଳା। ଆଜିକାଲି ଅଛି କି ସାହିତ୍ୟ ଯାହା ଲେଖିଲେ ହୁଏ ନାହିଁ, ସେ ଛାଡ଼ି ହେଇଯାଏ। ଏ ନୋଟ ହେଉଛନ୍ତି କବିତା କର ଛାଡ଼ି ହେଇଯିବ, ଚାଲୁନି ଛାଡ଼ି ହେଇଯିବ। ଯିଏ ଠିକ୍ ଔଷଧ ଖାଆନ୍ତି ସେ ରହିଯାଏ, ତା ସେଇ ସାହିତ୍ୟର ମୃତ୍ୟୁ ନାହିଁ, ଚିରଯୌବ। କିନ୍ତୁ ଏ ସାହିତ୍ୟ ସେ ଚାଲିଯାଏ। ସେଇ ଦୃଷ୍ଟିରୁ ଆଜି ପୁନର୍ନବା ସାହିତ୍ୟ ପରିଷଦ ଏବଂ ତିନୋଟି ଅନୁଷ୍ଠାନ ଯେପରି ଭାବରେ ଉଦ୍ୟମ କରୁଛନ୍ତି ସାହିତ୍ୟକୁ ଲୋକାଭିମୁଖୀ କରିବା। ଲୋକାଭିମୁଖୀ ନ କରିବା ସରଳ ଔଷଧ ଦରକାର ନାହିଁ, ବହୁତ ଦରକାର ନାହିଁ। ଗୁଡ଼ାଏ ଏଣୁ ସବୁ ମାଗି ଆଣି ଭୁଲିଦେଲେ ସାହିତ୍ୟ ହୁଏ ନାହିଁ। ଏ ମଝି ସାହିତ୍ୟ ପଢ଼ିଲା ସେ ଗୋଟେ କହିଥିଲେ, ଅମୁକ କହିଛି, ସେ ମାର୍କ୍ସ କହିଛି, ସେ ଏଙ୍ଗେଲ୍ସ କହିଛି, ସେ କ'ଣ ଫ୍ରଏଡ୍ କହିଛି, କ'ଣ ଏଗୁଡ଼ା ଦରକାର। ସାହିତ୍ୟ ତ କ'ଣ ଯେଉଁ ଲେଖେ ଶବ୍ଦ ଏ ତ ଆଲୋଚନା ଆଷ୍ଟ ହେଉଛି, ଏ ଶବ୍ଦ କ'ଣ ମେଡ୍ ଶବ୍ଦ, ତିଆରି କରା ଶବ୍ଦ। ଆପଣ ଲେଖିଲା ବେଳେ ସେ ସାର୍ କହୁଥିଲେ ଆପଣ ବିରାଟ ଉପରେ ଆସିବ, ଆପଣ ଲେଖିଲା ବେଳେ ଶବ୍ଦ ଗୁଡ଼ାକ ଆପେ ଆପେ ଆସେ ନା ଆପଣ ତାକୁ ତିଆରି କରନ୍ତି? କୁହନ୍ତୁ। ଶବ୍ଦଟା ଆପେ ଆପେ ଆସେ, ବସିଯାଏ, ଶବ୍ଦ ଚିତ୍ର ହେଇଯାଏ। ଗତି ପରେ ସାଙ୍ଗୀତିକତା ନାହିଁ, ହୃଦୟ ଗତି କରେ। ଯାହାର ଗତି ଥିବ, ଯେ ଗତିଶୀଳ, ସେଇ ସାହିତ୍ୟ ବୁଲୁଥାଏ। ଯେଉଁଥିରେ ଗତି ନାହିଁ, ବନ୍ଦ ହେଇଯାଉଛି, ଜାଣିବେ ସେ ସାହିତ୍ୟ ବ୍ୟର୍ଥ ହେଇଗଲା। এই ଦୃଷ୍ଟିର ମିଳନ କରୁ ଓ ନିଜକୁ ଆଗ ସାହିତ୍ୟିକ ଚିହ୍ନ ସେ କିଏ, ତା ଭିତରେ ସେ କିଏ, ବାହାରେ ସେ କିଏ, ଏଇ ମୁଁ କହୁଛି କ'ଣ, ଭିତରେ କ'ଣ, ସେ ମୁଣ୍ଡରେ କ'ଣ, ତାକୁ ଜାଣନ୍ତୁ, ତାକୁ ଭଲ ପାଆନ୍ତୁ, ତାକୁ ଚିହ୍ନନ୍ତୁ। ଆପେ ଆପେ ସମସ୍ତଙ୍କୁ ଭଲ ପାଇ ହେଇଯିବ, ସମସ୍ତଙ୍କୁ ଜାଣି ହେଇଯିବ। ମାଟି ଗୋଡ଼ିଠୁ ଆରମ୍ଭ କରି ପ୍ରକୃତି ପର୍ଯ୍ୟନ୍ତ ସବୁ ଆପଣା ହେଇଯିବ। ଯିଏ କରିବ ସେଇ ପ୍ରକୃତରେ ସାହିତ୍ୟ ହେବ, ସେଇ ଦିଗ୍ଦର୍ଶନ ଦେବ ଗୋଟେ ଜାତିକୁ ମହାଦେବ। ସେଇଠି ହେବ ଯେତେବେଳେ ପ୍ରେରଣା ଦେବା ଦେଉଛି, ସେଇଟା ଜାତୀୟ ପ୍ରେରଣା, ଜାତୀୟ ଚେତନା ବୋଲି କହୁଛି। ସେ ଜାତୀୟଟା ଯାଇକି ମହାଜାତୀୟ ହେଇକି ସମଗ୍ର ମଣିଷକୁ ନେଇକରି ବିଶ୍ୱକୁ ନେଇକି ଏକ ଏଇ ଦୃଷ୍ଟିରୁ ସାହିତ୍ୟ ହେଲେ ଠିକ୍ ହେବ। ଅଯଥା ଭୌତିକ ହେଇଛି, ବହୁତ ହେଇଛି, ଆମ ସାହିତ୍ୟ ହେଇଛି, କସରତ ହେଇଛି, ଛାଡ଼ି ଦିଆଯାଉ। ସେଗୁଡ଼ା ଦରକାର ନାହିଁ, ହିପୋକାସ ଦରକାର ନାହିଁ, ଛଡ଼ା ଦରକାର ନାହିଁ। ଲେଖକଟି ବିନୀତ ଭାବରେ ମୋର ଅନୁରୋଧ, ଲେଖନ୍ତୁ। ଓଡ଼ିଶା ଆକାଶରେ ପଡ଼ିକି ଉଠିଲା ବୋଲି କହୁଛି, ପୁରସ୍କାର ବା ମୁକୁଟ ପାଇଁ ଲାଳାୟିତ ହୁଅନ୍ତୁ ନାହିଁ। ସେ ଲାଳସା ସୃଷ୍ଟି ହେଇଗଲେ ଏ ସୃଷ୍ଟିଟା ସ୍ରଷ୍ଟା ନିରବଚ୍ଛିନ୍ନ ଭାବରେ, ସୃଷ୍ଟି ନିରବଚ୍ଛିନ୍ନ ଭାବରେ ପ୍ରବାହିତ। ସ୍ରଷ୍ଟା ତାରି ଭିତରେ ଯାଉଛି, ତାକୁ ବିଚ୍ଛିନ୍ନ କରନ୍ତୁ ନାହିଁ। এই প্রথাগত বিচ্ছিন্নতা বোধ মাগি আনি আমি কিଏ বিচ্ছিন্ন? ଆପଣ ପରିବାର, ବାପା, ମା, ସ୍ତ୍ରୀ, ଭବିଷ୍ୟତ ବିଚ୍ଛିନ୍ନ, ଆପଣ ଏକାକି। ସେ କହିଦେବେ ଆମେ ମାନିଗଲୁ, ଆମେ ମାନିଗଲୁ, ଆଜି ଏକାକି ହେଇଗଲୁ, ଆମେ ଶୂନ୍ୟ ହେଇଗଲୁ। ଆମେ ତ ଶୂନ୍ୟ ସବୁ ସୃଷ୍ଟି, ଶୂନ୍ୟକୁ ଆମେ ଆପଣାର କରିଛୁ ସୃଷ୍ଟି ସେ ଭିନ୍ନ ଆଲୋଚନା ଆମେ କରୁନାହିଁ। ଚିନ୍ତା କରୁ, ମାଗି ଆଣିବା ଜୀବନ ସରତା ବହୁତ ମାଗିଲୁଣୁ। ଏବେ ଆସିଲାଣି ଉତ୍ତରାଧୁନିକତା କହିଲେ, ତାପରେ ଉତ୍ତରାଧୁନିକତା, ତାପରେ ସେଇ ଦେଶ ଲୋକ କହିଲେ ଆମେରିକାର 92 ମସିହାରେ କ'ଣ କହିଲା ନା, ତମେ ତ କହିଲ ହଁ ପୋଷ୍ଟ ମଡର୍ଣ୍ଣିଟି ବୁଝିଲୁ, ପୋଷ୍ଟ ମଡର୍ଣ୍ଣିଟି କିଛି କିଛି ବୁଝିଲୁ, ପୁଣି ତାପରେ କ'ଣ କହିବ ପୋଷ୍ଟ ମଡର୍ଣ୍ଣିଟି ନନ୍ସେନ୍ସ ସେ କହିଲା। କିନ୍ତୁ ଆମେ ମୋତେ କି ପଢ଼ିଆରେ ଶୁଣି ଆମେରିକାରେ ଲୋକ ହେଲା। ଏବେ ଆଇଲାଣି ପୋଷ୍ଟ ଟ୍ରୁଥ୍, ଉତ୍ତର ସତ୍ୟ, ସତ୍ୟ ବୋଲି କିଛି ନାହିଁ ବୋଲି କହୁଛନ୍ତି। କ'ଣ ନା ଯାହା କରୁଛ ସବୁ ସତ୍ୟ କଥା। ଆଶ୍ଚର୍ଯ୍ୟ। ଆମେ ମାୟା ସେଟା କହିବୁ, ପଶ୍ଚିମ ଜଗତ କହିଲା ଆମେ କହିବୁ ଗୁରୁ ସେ ନା ହେଇଗଲା। ୟାକୁ ଛାଡ଼ିବାକୁ ହେବ,
ଏଠୁ ଛାଡ଼ି ନିଜେ ଚିନ୍ତା କରିବ, ନିଜକୁ ଚିହ୍ନିବ, ନିଜକୁ ଭଲ ପାଇବ, ନିଜକୁ ଜାଣିବ, ଆପେ ଆପେ ମାଟିକି ଭଲ ପାଇବ, ଭୂମିକୁ ଭଲ ପାଇବ, ପ୍ରକୃତି ସଂସ୍କୃତି ମଣିଷକୁ ଭଲ ପାଇବ। ସେଇ ହେବ ସାହିତ୍ୟ, ସେଇ ହେବ ଦିଗ୍ଦର୍ଶନ। ଧନ୍ୟବାଦ।